ଅନବସରରେ ମହାପ୍ରଭୁ ଏବେ ଉପଚାର ହେଉଛନ୍ତି ଏବଂ ତାର ଭିତରେ ଆଜି ଚକାବିଜା ନୀତି ଅନୁଷ୍ଠିତ ହୋଇଥିବା ବେଳେ ଆସନ୍ତାକାଲି ମହାପ୍ରଭୁଙ୍କୁ ଦଶମୂଳ ମୋଦକ ଦିଆଯିବ ଏବଂ ତାକୁ ବୈଦ୍ୟରାଜ ପ୍ରସ୍ତୁତ କରିଥାନ୍ତି କାହିଁକିନା ଇଏ ଦଶମୂଳ 10ଟି ଚେରରୁ ୟାକୁ ପ୍ରସ୍ତୁତ କରାଯାଇଥାଏ ଏବଂ ଶୁଦ୍ଧପୂତ ଭାବେ ପ୍ରସ୍ତୁତ କରାଯାଉଛି। ବୈଦ୍ୟରାଜଙ୍କ ଘରେ ଇଏ ପ୍ରସ୍ତୁତ କରାଯାଉଛି। ଯେଉଁ ପ୍ରସ୍ତୁତ କରିବାର ଆମେ ଏ ଯେଉଁ ଦୃଶ୍ୟ ଆମେ ଦେଖାଉଛେ ଦେଖନ୍ତୁ ମହାପ୍ରଭୁ ଯେହେତୁ ମାନବୀୟ ଲୀଳା କରୁଛନ୍ତି ଏଠି ଏବଂ ମହାପ୍ରଭୁଙ୍କର ଇଏ ଦଶମୂଳକୁ ପ୍ରସ୍ତୁତ କରାଯାଉଛି କିଭଳି ଭାବରେ ତାକୁ ଚୁଲିରେ ତାକୁ ରୋଷେଇ କରାଯାଉଛି ଏବଂ ଇଏ ଦେଖନ୍ତୁ ଘିଅ ଅଛି ସେଠି ଅନେକ ପ୍ରକାର ଚେରମୂଳି ରହିଛି ତାକୁ ପ୍ରସ୍ତୁତ କରିବେ ଏବଂ ସିଧାସଳଖ ଆମେ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିବା ଯେହେତୁ ପ୍ରସ୍ତୁତ କରୁଛନ୍ତି ଏବଂ ତାର ଭିତରେ କେମିତି ପ୍ରସ୍ତୁତ କରାଯାଉଛି ତାର ପ୍ରତିକ୍ରିୟା ନେବାକୁ ଆମେ ଚେଷ୍ଟା କରିବା। ତ ୟାକୁ କେମିତି ପ୍ରସ୍ତୁତ କରାଯାଉଛି ଆପଣ ପ୍ରସ୍ତୁତ କରୁଛନ୍ତି ମହାପ୍ରଭୁଙ୍କ ପାଇଁ? ଆଜ୍ଞା ଏଇଟାର ତ ଜିନିଷପତ୍ର ସଂଗ୍ରହ ଆମେ ମାସେ ଆଗରୁ ହେଇଥାଏ। ସ୍ନାନ ବେଦୀରେ ଯେତେବେଳେ ମହାପ୍ରଭୁ ସ୍ନାନ କରି ଯୋଗରେ ପଡ଼ିଥାନ୍ତି ତା ପରଦିନଠୁ ସେଇଟାକୁ ଶୁଖା ହୁଏ। ଶୁଖା ହେଇକିରି କୁଟା ହେଇଥାଏ। କୁଟା ହେଇସାରିଲା ପରେ ଯୋଉ ଗୁଣ୍ଡଟା ହେଇଥାଏ ତାକୁ ଆଜି ପାକ କରା ହେଇକିରି ମୋଦକ ପ୍ରସ୍ତୁତ କରା ହୁଏ। କଣ କଣ ତାକୁ ଆପଣ ସଂଗ୍ରହ କରିଥାନ୍ତି ଯୋଉ ଚେରମୂଳି ତାକୁ କଣ କଣ ସଂଗ୍ରହ କରିଥାନ୍ତି? ସେଇଟା ଆମର ହୁଏ ବେଲ, ଗମ୍ଭାରୀ, ଶାଳପନି, କୃଷ୍ଣପନି, ଅଙ୍କରାନ୍ତି, ଗୋଖରା ଏଇପରିକା ହେଇକିରି 10ଟି ଗଛର ଚେରମୂଳି କଣ୍ଟା ପତ୍ର ଏଇପରିକା ହେଇକିରି ହୁଏ। ତାକୁ ପ୍ରସ୍ତୁତି ପ୍ରଣାଳୀ କେମିତି ଥାଏ? ତାକୁଟା ଆମେ ଗୁଣ୍ଡ କରା ହେଇଯାଇଥାଏ। ତାପରେ ଆଜି କ୍ଷୀର, ସର, ଚିନି ଏଗୁଡାକ ପକା ହେଇକି ସେଟା ଗୋଟେ ମୋଦକ ପାରେ ପ୍ରସ୍ତୁତ କରା ହୁଏ। ତ ଆପଣ ଶୁଣୁଥିଲେ ତାକୁ କେମିତି ମୋଦକ ପ୍ରସ୍ତୁତ କରାଯାଇଥାଏ ତାର ଦୃଶ୍ୟ ମଧ୍ୟ ଆମେ ଦେଖାଉଥିଲୁ। ଆଉ ଜଣେ ମଧ୍ୟ ଅଛନ୍ତି ତାକୁ ଯୋଉ ପ୍ରସ୍ତୁତ କରାଯାଇଥାଏ ବୈଦ୍ୟରାଜଙ୍କୁ ପ୍ରସ୍ତୁତ କରାଯାଇଥାଏ ତା କ୍ରମେ ଯୋଉ ଆପଣ ସଂଗ୍ରହ କରିଥାନ୍ତି ଗୋଟେ ମାସ ପୂର୍ବରୁ ସଂଗ୍ରହ କରିଥାନ୍ତି ତାକୁ କେତେ ଶୁଦ୍ଧପୂତ ଭାବେ ଆପଣ ପ୍ରସ୍ତୁତ କରିଥାନ୍ତି? ନିଶ୍ଚିତ ଭାବରେ ଶୁଦ୍ଧପୂତ ଭାବେ ତ ତିଆରି କରାଯାଏ। ତାକୁ ଗୁଣ୍ଡ କରାଯାଏ। ଗୁଣ୍ଡ କରିକିରି ଗୁଣ୍ଡ କରିସାରିଲା ପରେ ହବିଷାନ୍ନରେ ରହି ଗୁଣ୍ଡ କରିଲା ପରେ ତାକୁ ଏଇଦିନ ଆମେ ଦଶମୀ ତିଥିରେ ତିଆରି କରି ପ୍ରସ୍ତୁତ କରୁ ମୋଦକ। ଇଏ ବର୍ତ୍ତମାନ କଣ କଣ ରହିଛି ଚୁଲିରେ ଯୋଉ ପ୍ରସ୍ତୁତ କରୁଛନ୍ତି ଇଏ କଣ କଣ ରହିଛି? ଚିନି, ପାଣି, କ୍ଷୀର ସେଠୁ ମାନେ ପରିଷ୍କାର ପ୍ରତିକ୍ରିୟା ନେଉଥିଲେ ଯେ ଦେଖନ୍ତୁ କେମିତି ପ୍ରସ୍ତୁତ କରାଯାଉଛି ମହାପ୍ରଭୁଙ୍କର ଏଇ ଯୋଉ ଦଶମୂଳ ମୋଦକ ପ୍ରସ୍ତୁତ କରାଯାଉଛି ଏବଂ ବୈଦ୍ୟରାଜଙ୍କ ଘରେ ପ୍ରସ୍ତୁତ କରାଯାଉଛି ଓ ଆଉ କିଛି ସମୟ ପରେ ତାକୁ ଶ୍ରୀମନ୍ଦିର ଗାରଦରେ ତାକୁ ଜମା କରାଯିବ। ଆସନ୍ତାକାଲି ଯେହେତୁ ଏକାଦଶୀ ରହିଛି ଏକାଦଶୀରେ ମହାପ୍ରଭୁଙ୍କୁ ଲାଗି କରାଯିବ। ଧୀରେ ଧୀରେ ମହାପ୍ରଭୁ ସୁସ୍ଥ ହେବେ। ଏଇ ଯୋଉ ମହାପ୍ରଭୁଙ୍କର ମାନବୀୟ ଲୀଳା ରହିଛି ମାନବୀୟ ଲୀଳା ଆଧାରରେ ଏଠି ସମସ୍ତ ନୀତିକାନ୍ତି କରାଯାଉଛି ଏବଂ ଯେଭଳି ଭାବରେ ଫୁଲି ତେଲ ତାପରେ ଚକାବିଜେ ଓଷୁ ଉପରେ ଆଜି ଦଶମୂଳ ପାଚକ ଯିବ ବୈଦ୍ୟରାଜଙ୍କ ଘରୁ ଯିବ। ଇଏ ହେଉଛି ଗୋଟେ ଗୋଟେ ପ୍ରକ୍ରିୟା ମହାପ୍ରଭୁଙ୍କର ଉପଚାରରେ ଇଏ ହେଉଛି ଗୋଟେ ପ୍ରକ୍ରିୟା ଏବଂ ଯାହାକୁ ନେଇକି ଆଜି ଦଶମୀର ଚକାବିଜେ ଏବଂ ଆସନ୍ତାକାଲି ଏକାଦଶୀରେ ଦଶମୂଳ ମୋଦକ ମହାପ୍ରଭୁଙ୍କୁ ଦିଆଯିବ ଏବଂ ମହାପ୍ରଭୁ ସୁସ୍ଥ ହେବେ। ନବଦିନାତ୍ମକ ଘୋଷଯାତ୍ରାରେ ବାହାରି